ଛଅଟା ଗାଡ଼ି ଲାଗିଛି, ଛଅଟା ଗାଡ଼ି ଲାଗିଲେ ସତରେ ତାଙ୍କର ଅଣାହତ ହେଇଗଲାଣି। ତଥାପି ସେ ଲାଗିଛି, ବହୁତ ଚେଷ୍ଟା କରୁଛନ୍ତି। ଧୂଆଁ ମୟ ଆମକୁ ମଧ୍ୟ କଷ୍ଟ ଅନୁଭୂତି କରୁଛୁ। ଆଜ୍ଞା, ଏବେ ଧୂଆଁ ଅଛି, ଧୂଆଁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। ଏବେ ବହୁତ ଫାୟାର ମାନେ ଲୋକ ମାନେ ଯେତିକି ସେ ଲାଗିଛନ୍ତି ବହୁ ଶୀଘ୍ର ବି ସେ ଆଫେକ୍ଟ ବ୍ୟବସ୍ଥା କରିଛନ୍ତି। ଯେହେତୁ କାହିଁକି ନା ଆମ ପାଖରେ ଫାୟାର ଷ୍ଟେସନ ସିଆରପି ଗୋଟେ ହାଫ କିଲୋମିଟର ଭିତରେ ଯାହା ହଉ ସେ ଆସି ପହଞ୍ଚିଗଲେ ବହୁ ସହଯୋଗରେ ସେ ନିଆଁ ନିଭେଇଛନ୍ତି। ତଥାପି ବହୁତ କୁହୁଡୁଛି, ଏବେ ବି ଫାଙ୍କା ବି ହେଇନି, ଏବେ ବି ଆୟତନ ବି ଆସିନି ନାହିଁ ନିଆଁଟା। କାହିଁକି ନା ସବୁ ବହି ଦୋକାନ ଏବେ ଖୋଲାଇକି ଆରମ୍ଭ ହଉଛି। ଯୋଉ ଦୋକାନ ପର୍ଟିକୁଲାର ନା ଜାଣିପାରୁଛି କନଫର୍ମ ଏଇ ଦୋକାନଟା ନିଆଁ ଲାଗିନି। 10ଟା ଦୋକାନ ଅଛି। ଆଜ୍ଞା ଆଜ୍ଞା, ଚାରି ମହଲା ନାଇଁ ଆମର କିଛି ହେଇଛି, ଆମ ସାଇଡ ବିଲ୍ଡିଂ ଟା ହେଇଛି, ଏଇ ବିଲ୍ଡିଂ ଟା ନଷ୍ଟ ହେଇଛି। ମୋର ଗାର୍ମେଣ୍ଟସ ଏଇ ବିଲ୍ଡିଂ ଲାଷ୍ଟ ସାଇଡ ସର୍ଟ ସର୍କିଟ ହେଲା, ସର୍ଟ ସର୍କିଟ ରାତିରେ ହେଇଛି, ଦିନ ବେଳକୁ ରାତିରେ କୁହୁଳି କୁହୁଳି ସକାଳେ ଜଣା ପଡିଯାଉଛି। ସେଟା ଏସି ଶୁଣନ୍ତୁ, ଏ ସମୟଟା ଏସି ଲାଗିବା ସମୟଟା, ଏସି ଲାଗିବା ସମୟଟା, ଏସି ଲାଗିବା ପ୍ରେସର ବହୁତ ଯୋଉଟା କି କଣ୍ଟ୍ରୋଲ କରିପାରୁନି, ଯୋଉଟା କି ସର୍ଟ ସର୍କିଟ ହେଇଛି। ନାଇଁ, ନିଆଁ ସମ୍ପୂର୍ଣ୍ଣ ଭାବରେ ଲିଭି ସାରିଲାଣି। ଆଉ ବର୍ତ୍ତମାନ ଆମେ ଯୋଉ ଧୂଆଁ ଅଛି ସେ ଧୂଆଁ ଧୀରେ ଧୀରେ ବାହାରକୁ ବାହାରିବ। ଆଉ କୋଉ ଦୋକାନ କେତେବେଳେ ଖବର ଯାଇଥିଲା, ଆପଣ କେତେ ସମୟ ଭିତରେ ଆସି ଆମର 112 କଣ୍ଟ୍ରୋଲ ରୁମ୍ ଖବର ଆସିଥିଲା, ତ ଆମେ ଆସି ପହଞ୍ଚିଥିଲୁ। ଆଉ ବହୁତ ଶୀଘ୍ର ଆମେ ଆସିଲୁ। ଲାଗିଥିଲା ଆଉ ନିଆଁ ସମ୍ପୂର୍ଣ୍ଣ ଲିଭି ସାରିଲା ପରେ ଆମେ ସେଟା ସମ୍ପୂର୍ଣ୍ଣ ଆୟତ କରାଯାଇଛି। ନାଇଁ କୌଣସି